ନମସ୍କାର ଜୟ ଜଗନ୍ନାଥ ମୁଁ ସ୍ୱାଗତ ଆପଣମାନଙ୍କୁ ୱେଲକମ୍ କରୁଛି ଆପଣଙ୍କ ପ୍ରିୟ ୟୁଟ୍ୟୁବ ଚ୍ୟାନେଲ ସ୍ୱାଗତ ଏଡୁ ପଏଣ୍ଟକୁ। ଥମ୍ବନେଲ୍ସ ଦେଖି ଜାଣିଯାଇଥିବା ଆଜି ଆମେ କାହା ଉପରେ କଥା ହେବାକୁ ଯାଉଛୁ। ସେମ୍ ଟପିକ୍ ସେବକ ସେବିକା, ଯାହାକି ଆଜିର ଯାହା ଅପଡେଟ୍ କାଲି ସନ୍ଧ୍ୟା ସମୟରେ ଗୋଟେ ଆସିଥିଲା ଆମର OSSC ତରଫରୁ। ଓ ଆମର ଯାହା ଅପଡେଟ୍ଟା ଗୋଟେ କ'ଣ ଅପଡେଟ୍ ଥିଲା ନା ଅପଡେଟ୍ ଥିଲା ଆମର ଏକ୍ସଟେଣ୍ଡ ହେଲା ଆମର ନଟ୍ ଇଣ୍ଟରେଷ୍ଟେଡ୍ ଅପସନ୍, ଏକ୍ସଟେନସନ୍ ଅଫ୍ ଦ ଡେଡଲାଇନ୍ ଫର୍ ନଟ୍ ଇଣ୍ଟରେଷ୍ଟେଡ୍ ଫର୍ ଦ ପୋଷ୍ଟ ଅଫ୍ ସେବକ ସେବିକା। ତ ଏଇଟା ପିଲାମାନେ ଯେଉଁମାନେ ଜେନେରାଲି ଭଲ ସ୍କୋର ରଖିଛନ୍ତି, ଅର୍ଥାତ୍ ପ୍ରାୟ ଯେଉଁମାନେ 80 ପାଖାପାଖି ରଖିଛନ୍ତି, ଭଲ ସ୍କୋର ମାନେ ଜେନେରାଲି ଏଇଠି ଭଲ ସ୍କୋର ମାନେ ପ୍ରାୟ 80କୁ ହିଁ କହିଲେ ଅତ୍ୟୁକ୍ତି ହେବ। ତ ଯେଉଁମାନେ 80 ପାଖାପାଖି ସ୍କୋର ରଖିଛନ୍ତି ସେମାନେ ଚାହୁଁଛନ୍ତି କେତେ ଜଲ୍ଦି ଆମର ରେଜଲ୍ଟଟା ଡିକ୍ଲାର ହଉ। ଆଉ ଯେଉଁମାନେ ଟିକେ ବର୍ଡର ଲାଇନ୍ ଅଛନ୍ତି ବା 72, 73, 74 ଏହି ପାଖାପାଖି ଅଛନ୍ତି, ସେଇମାନେ ଚାହୁଁଛନ୍ତି କେତେ ଅଧିକ ପିଲା ନଟ୍ ଇଣ୍ଟରେଷ୍ଟେଡ୍ ଅପସନ୍ କ୍ଲିକ୍ କରିବେ। ତ ଯେଉଁମାନେ ଅଧିକ ସ୍କୋର ମାନେ 80, 81 ଏହି ପାଖାପାଖି ରଖିଛନ୍ତି ସେଇମାନେ କ'ଣ ନା ଜଲ୍ଦି ଫାଇନାଲ ମେରିଟ୍ ଲିଷ୍ଟ ପବ୍ଲିଶ ହେଇଯାଉ ଆଉ ଜଲ୍ଦି ଜଲ୍ଦି ଜବ୍ କରିଦେବା, ସେହି ଚିନ୍ତାଧାରା ରଖୁଛନ୍ତି। ଆଉ ଆଉ ସେଇ ଜିନିଷର ଅସୁବିଧା କ'ଣ ମୁଁ କହିବି। ତାପରେ 72, 73, 74 ଯେଉଁମାନେ ରଖିଛନ୍ତି ସେମାନେ ଚାହୁଁଛନ୍ତି କ'ଣ ପ୍ରୋସେସ୍ ଟିକେ ଡିଲେ ହଉ, କିନ୍ତୁ ଅଧିକରୁ ଅଧିକ ପିଲା କେମିତି ଜବ୍ ପାଇବେ, ଅଧିକ ବର୍ଡର ଲାଇନ୍ ପିଲା କେମିତି ସେଫ୍ ଜୋନ୍କୁ ଯିବେ ସେଇ କଥା ସେମାନେ ଚିନ୍ତା କରୁଛନ୍ତି। ତ ଏଇଠି ଆମର ଯେଉଁ ରହିଲା ସେବକ ସେବିକା ଗ୍ରୁପ, ତ ଆମେ କ'ଣ ହଉଛୁ ନା ଭାଗ ହେଇଯାଉଛୁ, ଦୁଇଟା ଭାଗ ହେଇଯାଉଛୁ, ଯାହାକି ଏଇଟା ହେଉଛି ବହୁତ ବଡ଼ ପ୍ରୋବ୍ଲେମ୍ ଆମ ପାଇଁ କ୍ରିଏଟ୍ କରୁଛି। ଯେଉଁଦ୍ୱାରା ବହୁତ ସ୍କୋର ରଖିଥିବା ପିଲାମାନେ କ'ଣ କରୁଛନ୍ତି ନା ଅନ୍ୟ ପିଲାମାନଙ୍କୁ ମୋଟିଭେଟ୍ କରୁନାହାନ୍ତି ଯେ ସେଇମାନେ କ'ଣ କରନ୍ତୁ ନଟ୍ ଇଣ୍ଟରେଷ୍ଟେଡ୍ ଅପସନ୍ଟାକୁ କ୍ଲିକ୍ କରନ୍ତୁ। ଏଇଟା ହେଉଛି ସବୁଠୁ ବଡ଼ ପ୍ରଶ୍ନ ଆଜିର। ତ ତେଣୁ ମୁଁ ଏହି ଭିଡ଼ିଓ ମାଧ୍ୟମରେ ଫାର୍ଷ୍ଟ ଜିନିଷ ମୁଁ କହିବାକୁ ଚାହୁଁଛି ଯେ ଯେହେତୁ ଏକ୍ସଟେନସନ୍ ଅଫ୍ ଦ ଡେଡଲାଇନ୍ ଫର୍ ଦ ନଟ୍ ଇଣ୍ଟରେଷ୍ଟେଡ୍ ଫର୍ ଦ ପୋଷ୍ଟ ଅଫ୍ ସେବକ ସେବିକା, ଯାହାକି ଆମେ ଯଦି ଦେଖିବା ତ କମିଶନ ହେଜ୍ ବିନ୍ ପ୍ଲିଜ୍ଡ ଟୁ ଏକ୍ସଟେଣ୍ଡ ଦ ଲାଷ୍ଟ ଡେଟ୍ ଅପ୍ ଟୁ 5/4/2024 record not interested for the post of Sebok Sevika by login into the commissioner website using their user ID and password. Exercising of option not interested for the post of Sebok Sevika will be treated as final। तो जहाँ किसी प्रॉब्लम है फोन नंबर एटा। तो कथा कौन होची मैटर होची जोड़ा कि मैं कहूली फास्ट रू जाके तो जानी पाइलु आमे ना केते जाए ना 1 2 3 4 5 दिन रहिला। आम काम जदि आमे भलरे करिथांते, अर्थात जदि आमे 26 रु अप्रोक्स समय देले जा सॉरी 23 ना 26 रु 23 रु 1 जाए जदि आमे ठीक रे काम करथांतो आमको ये प्रॉब्लम देखा पड़ ना, किंतु किसी कारणवशतः जेहेतु किसी पिला काम कले आउ किसी पिला काम कलेनी आ मोटिवेट कलेनी अन्य को, तो से लगी कौन होची ना आमर बहुत पिला जे कि अन्य जॉब रे अछंती किंतु एटा को स्किप करू नाहंती एसएसटी को। तो जदि से 80 81 से पिला मानको चिंताधारा जदि चेंज करके आमे कहि परिबा जे टिके मोटिवेट कर अन्य को, जो द्वारा से माने कौन करि परिबे ना एसएसटी जॉब टाकू से कैंसल बा नॉट इंटरेस्टेड मारिबे। ताहले आउ किछि पिला मो मतरे जो माने कि ऐड हे जिवे और नॉट इंटरेस्टेड ऑप्शन टा अधिक बढ़ी जिवो। आ जदि आमे जदि सेम पुल एई थर मध्य करबा तो मु प्रथम रु कहि दोछि जो पिला माने 80 81 जानिचो तो सेई मानक पय आउरी घडिसनि मु तो कोन आज जे गोटे थर 5 तारिख कला ता नुहे, सेटा 5 रु 10 भी हे पारे और 10 रु 15 भी हे पारे। तो यही प्रकार गोटे प्रोब्लेमटा समाधान हम। तो जो आमर जो एसएसडी आस्पिरेंट अच्छा, एसएसडी आस्पिरेंट अच्छा, तो जो मैंने जनरली कौन कर दी भाग भाग हो जाइए कहवा गले 77 प्लस गुटे आउ 72 रु 75। तो ए भितर जो गोटे ग्रुप अच्छे ए भितर जो ग्रुप अच्छी, तो ये दुईटा ग्रुप मु कहीदेवा चाहूँगी जे गोटे होगी काम कर जो द्वारा प्रोसेस स्पीड अधिक पिला नॉट इंटरेस्टेड हे। आउ पोस्ट बहुत गुटे जहाँ वेकेंट रोचे से जिन वेकेंट रही ये जिन कहबार कारण कौन, कारण आम सब ओडार बिलंगस कर वसुधैव कुटुंबकम, माने आम कहवाक गले सब ओडार भाई भौणी समस्ते
ମିଶିକି ଆମେ ଜବ୍ଟେ ପାଇବା। ଆଉ ଓଡ଼ିଶା ଗଭର୍ଣ୍ଣମେଣ୍ଟରେ ଆମେ ଜାଣିଛୁ ଗୋଟିଏ ଗୋଟିଏ ପୋଷ୍ଟ, ଯାହାକି ଏଇ ସେବକ ସେବିକା ଦେଖିବା ମାନେ ଆମର କେତେ ନା 2.5 ଇୟର୍ସ ଲାଗିଗଲା। ସେମିତି ଜୁନିୟର ଟିଚର ସିକ୍ସ ଇୟର ପରେ ଆସିଥିଲା। କହିବାକୁ ଗଲେ ଆସିଷ୍ଟାଣ୍ଟ ଟିଚର ଆସିବ ବୋଲୁଛନ୍ତି, କିନ୍ତୁ କେବେ ଆସିବ? ଏବେ ମଧ୍ୟ ପାଖାପାଖି 3 ଇୟର୍ସ ହେଇଯିବ। ତ କଥା ହେଉଛି, ଯେହେତୁ ଏତେ ଏତେ ଦିନ ପରେ ପୋଷ୍ଟ ବାହାରୁଛି, ଆମେ ଯଦି ନିଜ ଭିତରେ ଗୋଷ୍ଠୀ କ୍ରନ୍ଦଳ ଝଗଡ଼ା କରିକି ଯଦି ଏହାକୁ ରଖିବା ଅଧିକ ଦିନ, ତ ଏଇଟା କେତେ ଦୂର ଜଷ୍ଟିଫାଇ ହବ ମୋତେ ନିଜେ କମେଣ୍ଟ ସେକ୍ସନରେ ଜଣାନ୍ତୁ। ଫାର୍ଷ୍ଟ ଜିନିଷ ହେଉଛି ସେଇଟା। ତ ଯଥାଶୀଘ୍ର ଯାହା 2200 2400 କିମ୍ବା ଏକ୍ସଟ୍ରା ଯେଉଁ 2236 ପାଖାପାଖି ଟିଏଲ୍ଟି ବାହାରିଛି, ତ ଏଇ ଜିନିଷ ଯାକ ଯେମିତି ଅଧିକରୁ ଅଧିକ ଫିଲ୍ ହବ, ଅଧିକରୁ ଅଧିକ ଫିଲ୍ ହବ, ତ ଏଇ ଜିନିଷ ଉପରେ ଯେମିତିକି କନସେନଟ୍ରେଟ୍ କରାଯାଉ। ଆଉ ନିଜ ଭିତରେ ଝଗଡ଼ା ଛାଡ଼ିକି କେମିତି ଅଧିକରୁ ଅଧିକ ପିଲା ଜୁନିୟର ଟିଚର ଅଛନ୍ତି କିମ୍ବା ଅନ୍ୟ ଜବ୍ରେ ଯେକୌଣସି ଜବ୍ରେ ଅଛନ୍ତି, ସେଇମାନେ କେମିତି ଆମର ନଟ୍ ଇଣ୍ଟରେଷ୍ଟେଡ୍ ଅପସନ୍କୁ କ୍ଲିକ୍ କରିବେ, ସେଇ ଜିନିଷ ଉପରେ ଧ୍ୟାନ ଦେଲେ ଆମେ ସମସ୍ତେ ଭଲ ହବ। ନିଜ ଭିଡ଼ିଓ ମାଧ୍ୟମରେ ମୁଁ ତ ମୋଟିଭେଟ୍ କରୁଛି, କିନ୍ତୁ ଯେଉଁମାନେ ଅଧିକ ସ୍କୋର ରଖୁଛନ୍ତି ସେମାନେ ହୋପଫୁଲି ଅଧିକ ବୁଦ୍ଧିମାନ ଥିବେ, ଆଉ ଅଧିକ ସେମାନେ ଅନ୍ୟଙ୍କୁ ବୁଝେଇବାର ସକ୍ଷମତା ରଖୁଥିବେ। ଯେହେତୁ ଫ୍ୟୁଚରରେ ଗୋଟିଏ ଗୋଟେ ଶିକ୍ଷକ ହେବେ, ତ ଯଥା ସମ୍ଭବ ସେମାନେ ଅନ୍ୟକୁ ମୋଟିଭେଟ୍ ମଧ୍ୟ କରିପାରିବେ। ତ ଏମିତି ମୋଟିଭେଟ୍ କରିକି ଅନ୍ୟ କେମିତି ଜଣେ ନଟ୍ ଇଣ୍ଟରେଷ୍ଟେଡ୍ ଅପସନ୍ କ୍ଲିକ୍ କରିବେ, ଆଉ ଗୋଟେ ଜଣଙ୍କର ଜବ୍କୁ ସୁନିଶ୍ଚିତ କରିବେ, ସେଥିଲାଗି ଧ୍ୟାନ ଦିଆଯାଉ। ଆଜିର ଭିଡ଼ିଓରେ ଏତିକି ଇନଫର୍ମେସନ୍ ଥିଲା। ଆଉ ଯେହେତୁ ମୁଁ କହିବାର ଏଇ ଭିଡ଼ିଓରେ ଗୋଟିଏ ମୋଟ କ'ଣ ନା, ଯେହେତୁ ଦୁଇଟି ଗ୍ରୁପରେ ସେମାନେ କ'ଣ ହେଇଯାଇଛନ୍ତି ନା ଭାଗ ହେଇଯାଇଛନ୍ତି, ତ ସେଇ ଗୋଟିଏ ଗ୍ରୁପ ହେଇକି ସେମାନେ କେମିତି କାମ କରିବେ ସେଇ ଉପରେ ଦୃଷ୍ଟି ଦିଅନ୍ତୁ। କାରଣ କଥାରେ ହିଁ ଅଛି, ଏକତା ହିଁ ବଳ। ଆମେ ଯେତେ ଏକତା ଦେଖେଇବା ଆମର ସେତେ ନଟ୍ ଇଣ୍ଟରେଷ୍ଟେଡ୍ ଅପସନ୍ ବଢ଼ିବ, ଆଉ ଅନେକ ପିଲା ଜବ୍ ପାଇବେ। ତ ଆଜିର ଭିଡ଼ିଓରେ ଏତିକି ଥିଲା। ଯଦି ଭିଡ଼ିଓଟି ଭଲ ଲାଗିଥିବ ଗୋଟେ ଗୋଟେ ଲାଇକ୍ କରିବେ, ସେୟାର କରିବେ ଆଉ ସବସ୍କ୍ରାଇବ୍ କରିବେ। ସ୍ୱାଗତ ଏଡୁ ପଏଣ୍ଟ।